କୌଣସି କାମ ମୁଁ କଲା ପୂର୍ବରୁ କେବେ କୁହେନି, କିନ୍ତୁ ଆଜି ଆମର ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନୁରୋଧ କଲେ ଯେ ଆପଣ ଏଠି ଡିକ୍ଲାର କରି ଯାଆନ୍ତୁ, ତାହେଲେ ମୁଁ ଭାବୁଛି ମୋ ପ୍ରତି ତ ଅବିଶ୍ୱାସ ଅଛି, ବିଶ୍ୱାସ ଅଛି। ଦୁର୍ଭାଗ୍ୟବଶତଃ ମୁଁ କହିଥିଲି ଯେ ଟୋଟାଲ ସେଟା କମ୍ପ୍ଲିଟ କରିବାକୁ, କେମିତି ଗୋଟେ ବୁଝାମଣାର ଅଭାବରୁ କାମଟି ବାକି ରହିଯାଇଛି। କିନ୍ତୁ ଆଜି ମୁଁ ବୁଲିଲା ବେଳେ ଦେଖୁଥିଲି, ସେଇଟା ଏଠି ମଞ୍ଚରେ କହିବି, ଯିଏ ବି ହଉ ପରିସର ଅପରିଷ୍କାର ରହିବ କହୁଛନ୍ତି ଯଦି କପଡ଼ିବା ଦରକାର, କିନ୍ତୁ ସେ ପତ୍ର ଗୁଡିକ ପରିସର ଭିତରେ ପୁଣି ଅଫିସର ସାମ୍ନାରେ ପଡିଛି। ଏଟା କେବେ ବି ଠିକ ନୁହଁ। ତେଣୁ ମୁଁ ଖାଲି ଗେଟ୍ ନୁହଁ, ମୁଁ ଆଜି ଏଇଠି ଡିକ୍ଲେୟାର କରିକି ଯାଉଛି, ସପ୍ତାହ ଭିତରେ ଏଇ ସପ୍ତାହ କିମ୍ବା ଆର ସପ୍ତାହରେ ନିଶ୍ଚିତ ଭାବରେ ଗେଟ୍ ସାଙ୍ଗରେ ସେଠି ଗୋଟେ ଡଷ୍ଟବିନ ତିଆରି ହବ। ସେ ଯୋଉ ପତ୍ର ଏଣେ ତେଣେ ପଡିଛି ତା ଭିତରେ ଡଷ୍ଟବିନରେ ପକେଇବେ, ଯେମିତି ଆମର ସ୍ୱଚ୍ଛ ଭାରତ ଯୋଜନାରେ ପଞ୍ଚାୟତ ମାନଙ୍କରେ ସବୁ ଡଷ୍ଟବିନ ରହୁଛି, ସେଠି ଗୋଟେ ଡଷ୍ଟବିନ ହବ। ଆଉ ସେ ଯୋଉ ମାଟି ଯୋଉ ରହିଛି ସେ ଟୋଟାଲ ପ୍ରିମିସେସ୍ ଟାକୁ ଫେବର ଟାଇଲରେ ପୁରା କମ୍ପ୍ଲିଟ କରାଯିବ। ଆଉ ସେ ଅଫିସ ଟା ଯେମିତି ଗୋଟେ ଅଫିସ ଭଳି ଦେଖାଯିବ। ଆଉ ବି ମୁଁ କହୁଛି, ଯୋଉ ଜିନିଷ ବାକି ରହିଯାଇଛି କହିନାହାନ୍ତି, ମୁଁ ପରିଦର୍ଶନ କଲାବେଳେ ତାକୁ ମୁଁ ଦେଖିଦେଇଛି, ଆପଣ କହିବା ଆବଶ୍ୟକ ନାହିଁ, ସବୁ ଯାକ କାମ ମୁଁ କରିଦେବି। ବହୁତ ବହୁତ ଧନ୍ୟବାଦ। କ୍ଷମା କରିବେ ମୋ ସମୟ ଅଭାବରୁ ମୁଁ ଟିକେ ଆହୁରି ମୁଁ ଭାବିଥିଲି ଏଠି 10 ମିନିଟ୍ ବସିବି ବୋଲି। ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ସେ 10-15 ମିନିଟ୍ ମୋ ପ୍ରୋଗ୍ରାମ ଟାକୁ ସେଇ ଅନୁସାରେ ରଖିଥିଲି, କିନ୍ତୁ ଆପଣ ମାନଙ୍କର ବ୍ୟବହାର ଆଉ ଯୋଉ କାର୍ଯ୍ୟକ୍ରମ ଦେଖି ଖୁସି ହେଇକି ଏଠି ଘଣ୍ଟାଟେ ବସିଗଲାଣି। ତେଣୁ ସାਡਾ ଅନ୍ୟ କାମ ବେଳ ମିଳିଲାଣି, ମତେ କ୍ଷମା କରିବେ। ମୁଁ ଟିକେ ଆପଣମାନଙ୍କୁ ବିଦାୟ ନଉଛି। ଧନ୍ୟବାଦ। ଆପଣ ଆପଣଙ୍କର ପ୍ରୋଗ୍ରାମ ଚାଲୁ ରଖନ୍ତୁ ଆଉ ପ୍ରାଇଜ ମଧ୍ୟ ବଣ୍ଟନ କରନ୍ତୁ। ଧନ୍ୟବାଦ।